हाय सारे जय जगन्नाथ आशा करते भले थे बहुत भले अच्छी तो मुझे दुकान भिडियो टी स्टार्ट कर साढ़े गोटे हो गला लोक सका अच्छा देखु बेपार ना मो मक्का बिला काम आ मक्का बिक्री होनी कहीं मक्का जेहतु सेल होनी गोटे बस्ता 2-3 दिन जाऊँगी आम केवल सीजन टाइम रे ही आणबू आबे आणबूनी वर्षा भी ठीक टाइम होनी खराब भी होची तो से आणुनु तथा 20-30टा अच्छी घरे ही रखिदेवी तो क्या देदेवी बिकूनी केवल सीजन टाइम रे चलती लोक आसते पतर खंडे एगुरा 20 टका लेखा कहला पुणी नौना तो आम जेहतु किणु 15 टका आ कौन कर बिक पड़ो 20 टका सही टाइम एक वर्षा पकेला जोर खाया बिरयानी এটা থইব না খালি তারপর তোর বর্ষা পকেলে তাকে ঘোড়েইয়া না কোন ତାଙ୍କ ମକା ଯାଉନି ଆମେ ଯଦି ମକା କରିବୁ ଧରନା ତମେ ସେଠି ପିଲାଟା ଅନେଇଥିଲା ମୁଁ ତାକୁ ଡାକିଲା ଯାଇଛି ତାଙ୍କ ବାପା आई 20 টাকা 20 रुपया একটা ওই দাঁত দাও টাকা দাও ওই টাকা দাও না নেবে না 20 টাকা बीस रुपए 20 रुपए तो ले रहे हैं हाँ ऑनलाइन फोन कर गाड़ी का आपको फोन कर दे गाड़ी के ये ना कल कुंडे ही होते दा हाँ कौन कहले ना को अच्छा केते टाइम नहीं जीव आने सौदा आइबो फुटबॉल नहीं सब चॉकलेट रो गोटे गोटे ना अछि पकेला जोर रे
ପ୍ରାୟ କଥା ତ ବୁଝିପାରେନି ମାନେ ହିନ୍ଦୀ, ଏମିତି ଟିକେ ଯେହେତୁ ବୁଝୁଛି ସେଥିପାଇଁ ଦେଖିକି ନଉନା କଣ ଆଣିବ ସିଗ୍ନେଚର ପାସପୋର୍ଟ ତିନିଟା ନେଇ ତିନିଟା ବର୍ଷା ହଉଛି ନଷ୍ଟ ଥାଉ ସିଗ୍ନେଚର ଥାଉ। ଏଇ ରଜନୀଗନ୍ଧା ତ ନା ଥାଉ ବର୍ଷା ହଉଛି ନଷ୍ଟ ନାଲି ପଡିଯିବ। ଦଉନା ପର୍ସ ଦିଅ ଦଉଛି ଟଏଲେଟରେ ଗୋଟେ ପିଲାଟା ଠିଆ ହେଇଥିଲା, ଛୋଟ ପିଲାଟେ ଆଇଲା ବେଳକୁ ତା ଗାଲରେ ହାତ ମାରିଦେଇକି ଆଇଲି ବାବୁସାର ଯାଉନା ଜଲ୍ଦି ଆସିବ ଭାରି, ବର୍ଷା ପକେଇବ ପୁଣି। ଚାବି ନେଲ? ଯାଉନା ମୁଁ ସେ ତାର ଦେଇପାରିବିନି, ଆଇଲେ ଦବ। ବର୍ତ୍ତମାନ ସେବେ ଗଲେ ହେରି ସଉଦା ଆଣିବି ଆଉ ଖାଇବା ବି ଆଣିବି। ମୁଁ ଯେହେତୁ ଘରୁ ଭାତ ନେଇକି ଆସିଥିଲି ତ ସିଏ ଯେହେତୁ ଦେହଟା ଭଲ ନାହିଁ ଦି ଜଣଙ୍କର, ଥଣ୍ଡା ହେଇଯାଇଛି ଜର ବି ହେଇଥିଲା। ଏବେ ଟିକେ କମିଛି, ତାଙ୍କର କମି ଯାଇଛି, ଥଣ୍ଡାଟା ରହିଛି ତାଙ୍କୁ। ଆଉ ମତେ ତ କାଲି ବିଗିଡି କମିଥିଲା ଯେ ହେଇଛି ଦେଖନ୍ତୁ ଗୋଟେ ଜୋରେ ଫୁଲିଛି, ଏଇଠି ସେ ଚିହ୍ନ ବି ଅଛି। କାଲି ରାତିରେ ଯାଇକି ଘିଅ ଲଗେଇଥିଲି। ତ ରାତିରେ ଯେହେତୁ ଦେବେନି ଘିଅ ମାନେ ଆଉ ଜଣଙ୍କ ଆମେ ଆଣିପାରିବୁନି, ସେଥିପାଇଁ ତାଙ୍କରି ଘରେ ଲଗେଇ ଦେଇଥିଲି। ଆଉ ସକାଳେ ଯୋଉ କହିଥିଲି ଲଗେଇବା ପାଇଁ, ମୁଁ ଆଡେ ଆସିଛି ହେରି ମୋର ମନେ ନାହିଁ। ଗଲେ ପୁଣି ଲଗେଇବି। ବିନ୍ଧା ବି ହଉଛି, ଦର୍ଜ ହେଇଛି। ସେଥିପାଇଁ ମୁଁ ଭାତ ବି ଆଣିନି, ସକାଳୁ ଆଣୁଛି ସକାଳୁ ରୋଷେଇ କରିବାକୁ ଏମିତି ଟାଇମ୍ ହଉନି, ଆଉ ଯିଏ ବି ସକାଳୁ 6ଟା 7ଟାରୁ ତା ଆଡୁ ଯିବା ବେଳକୁ ହେଇଯାଉଛି ରାତି 10ଟା 10:30 ଏମିତି ଯାଇକି କାମ ସାରି ଖାଇକି ଶୋଇଲା ବେଳକୁ ଟିକେ ଲେଟ୍ ହଉଛି, 11:30 12ଟା ହେଇଯାଉଛି। ତ ଜଲ୍ଦି ବି ଉଠି ହଉନି, ସେଥିପାଇଁ ମୁଁ କିଛି ରୋଷେଇ କରିକି ଆଣିପାରୁନି। ତ ଆପଣମାନେ କଣ ସ୍ୱପ୍ନ ସବୁ ଅଛି କମେଣ୍ଟରେ କହିବେ। ଆଉ ଆପଣମାନେ କଣ କରିବାକୁ ଚାହୁଁଛନ୍ତି? ତ ମୋର ଗୋଟେ ଇଚ୍ଛା ଥିଲା, ସ୍ୱପ୍ନ ଥିଲା, ମୁଁ ଗୋଟେ ଦୋକାନ କରିକି ବସିବି। ତ ସେଇ ଇଚ୍ଛା ମୋର ପୂରଣ ହେଇଛି, ଯେହେତୁ ଆଙ୍କର ଦୋକାନ ଥିଲା। ମୁଁ ସେଠି ବସି ପାରୁଛି, ବେପାର ବି କରିପାରୁଛି। ଗୋଟେ ଇଚ୍ଛା ମୋର ପୂରଣ ହେଇଛି। ତ ଆହୁରି ମୋର କିଛି ସ୍ୱପ୍ନ ଅଛି। ତ ମୁଁ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବି, ମୁଁ ବି ଗୋଟେ ଗରିବ ଝିଅ। ମୁଁ ବି ମୋ ବାପା ମାଆଙ୍କର ମାନେ ସବୁ ସହିଛି, ଦେଖିଛି ସେ ଅଭାବଟା। ମୁଁ ବି ଚାହୁଁଛି ମୁଁ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ। ଆଉ ମୋ ପାଖରେ ସେତିକି ମାନେ ପଇସା ନାହିଁ ବୋଲି ମୁଁ ସେ ସକ୍ଷମ ନୁହେଁ ମାନେ ସାହାଯ୍ୟ କରିବା ପାଇଁ। କିନ୍ତୁ ଆପଣମାନେ ଯଦି ଚାହିଁବେ ସପୋର୍ଟ କରିବେ ତ ମୁଁ ସମସ୍ତଙ୍କୁ ସାହାଯ୍ୟ କରିପାରିବି। ଆପଣମାନେ ସାହାଯ୍ୟ କରିବେ। ତ ଆପଣମାନଙ୍କର କିଛି ବି ସାହାଯ୍ୟ ମୋତେ କେବଳ ଗୋଟେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ମୁଁ କହୁଛି। ଆଉ ବେଶୀ ବି କିଛି ଆପଣଙ୍କୁ କରିବା ପାଇଁ ମୁଁ ବାଧ୍ୟ କରୁନି। ଯାହାର ଇଚ୍ଛା ହବ ତ ସେ ମୋତେ ହାତ ବଢ଼େଇ ପାରିବେ ସାହାଯ୍ୟ କରିବା ପାଇଁ।
ଯେତେବେଳେ ମୁଁ ଦୋକାନକୁ ଆସିନଥିଲି ଯେ ମାନେ ଆଗରୁ ବାପା ଆସିଥିଲେ ଇଏ ଯେହେତୁ ଯାଉଥିଲେ ଗାଡ଼ି ଚଲେଇବା ପାଇଁ ଯେତେବେଳେ ଆମ ମ୍ୟାରେଜ୍ ହେଇନଥିଲା ବାପା ବସିଥିଲେ ବାପାଙ୍କ ଡେଥ୍ ପରେ ଆମେ ସିଏ ଆସିଥିଲେ ତ ମୁଁ ଆସିଲା ପରେ ବାପାଙ୍କ ଡେଥ୍ ହେଇଛି ତ ସେ ଆଉ ଗାଡ଼ି ଚଲେଇବାକୁ ଗଲେନି ମାନେ ଦୂର ବାଟକୁ ଗଲେନି ଘର ଚଳିବା ପାଇଁ ଅସୁବିଧା ହେବ ତ ସେଥିପାଇଁ ଏଇ ଦୋକାନରେ ସେ ବସିଲେ ତ ଦୋକାନରେ କିଛି ମାସ ବସିଲା ପରେ ତ ମୁଁ କହିଲି ଘରକୁ ସେ ଯେତେବେଳେ ଆସନ୍ତି ତ ଭାତ ଦେଲେ ଭାତ ନେଇକି ଆସନ୍ତି ସତ କିନ୍ତୁ ଖାଆନ୍ତିନି ଖାଇପାରନ୍ତିନି କାହିଁକିନା ଏକୁଟିଆ ଆସନ୍ତି ସେଥିପାଇଁ ଟାଇମ୍ ପାଆନ୍ତିନି ତାପରେ ଏକା ନା ଏଠି ବସିବେ ଖାଇବା ପାଖକୁ ଯାଇଥିବେ ଥରେ ଉଠିବେ ତ ଖାଇପାରିବେନି ତ ଲୋକ ଆସିଥିବେ ଫେରିକି ଯାଉଥିବେ ତାପରେ ଡାକୁଥିବେ ଲୋକ ତ ଏମିତି ଖାଇପାରିବେନି ନା ସେ ସେଥିପାଇଁ ସେ ଖାଆନ୍ତିନି ସେ ଭାତକୁ ପୁଣି ସେମିତି ଫେରେଇକି ନିଅନ୍ତି ଚାଏ ସେଠି ଏମିତି ଚା ମାରିଲୁଣି हाँ क्या पका दीजिएगा थोड़ा हाँ उबाल दीजिए नहीं मालूम नहीं भाषा बोलती है वो हमारे भाषा नहीं समझेंगे हम लोग उनके भाषा नहीं समझेंगे थोड़ा थोड़ा बात तो सी एमती भात आनती फेरैक नहीं जाती तो मत देखिली खाइया फेरैक ना मो खाई कौन कह मत भल लगलानी मुझे फास्ट आसली दुकान को फास्ट जागर दिन ही मो दुकान को फास्ट आसती मुझे देखी नी दुकान धौली आसे जेहतु मो शाशुर मो बापर 1 किलोमीटर तो मो धौली आसे दुकान टा जानी ये आम दुकान टा बोली तो फास्ट जागर दिन ही मुझे दुकान को सागर तो से भाविली एका कहीं आम सटर भी होता बहुत असुविधा होता थुआथुई करने तो से कहली जे मु भी जी दुकान को तो से दिज ही से दिन मुझे दुकान को एमती वीडियो टी शेष पर्यटन देखते आहरी भल भल वीडियो आनी जदि आपण मैंने गोटे लाइक शेयर सब्सक्राइब फॉलो करेंगे दो चाय दो वर्षा पकईले ही मोर चाह जाए खरा दिने जेहतु चाह पिंतु वर्षा दिने तो चाह पिंट तो चाह ना तब 3 कप चाह देदेली चीनी रेट 80 टका है यही कप ही चाह दूँ 20 टका ठीक अच्छे ना भूल अच्छे कमेंट करेंगे जब आप कहे कम दे तो मुझे 15 टका लेखा दूसरी जेहतु मटी कप 10 टका लेखा किना पड़ जाए 8 टका लेखा से देखो वर्षा पकड़ चाह दे सतर होता वीडियो जरी पड़ता से घर पर आसला घर छात पड़े सीढ़ी पड़े बोली तो जेहतु सीढ़ी है तो से आगे दुकान पकई
₹20 61 60 मत ठंडा है जेहेतु जोर तंतु बहुत जोर दर्ज मेडिसिन खाई सारे लुण पा गरम पानी जो कहते पूजा करने सेटा भी कर सारे तथापि कमी कमी काली आइसक्रीम खाई आहरी जोर दर्ज सकाଳେ ଆସିଲା ବେଳେ ଆଣିକି ଆସିଥିଲି ବରା ଚପ୍ ଆଉ ପିଆଜି ଘୁଗୁନି ତ ଆମେ ଖାଇ ଦେଇଥିଲି ସକାଳେ ଏବେ ଯେହେତୁ ହେଲେ 1:30 ମୋତେ ଭୋକ ବି କଲେ ସେ ଯାଇଛନ୍ତି ଖାଇବା ତଥାପି ସେ ଖାଇବା ଆଣିଲେ ବି ଆମେ ଖାଇପାରୁନୁ ମାନେ ଏବେ ଯୋଉ ଆର ରବିବାର ଦିନ ଆମେ ଖାଇଲୁ 4ଟାରେ ଯେତେବେଳେ ମକା ଆଣିଥିଲୁ ଫାଷ୍ଟ ଆର ରବିବାର ଦିନ ଆସିଥିଲା ଆମର ମକା ଆମେ ସେଦିନ 4ଟାରେ ହିଁ ଭାତ ଖାଇଲୁ ଜମା ଟାଇମ୍ ହେଲାନି ଭାତ ଆଣିକିରି 1ରୁ ରଖିଥିଲେ ଆମେ ଖାଇଲୁ 4ଟାରେ ତ 4ଟାରେ ଆଉ ତ ଭୋକ ହବନି ତ ନାକୁ ମାତ୍ର ଅଳ୍ପ ଅଳ୍ପ ଭାତ ଖାଇଥିଲୁ ତ ଏବେ ବି ଲୋକ ଅଛନ୍ତି ତ ଜଣେ ଆମେ 2 ଜଣ ଅଛୁ ଯେହେତୁ ଜଣେ ବସିଲେ ସେ ବସୁଛନ୍ତି ମୁଁ ଖାଉଛି ମୁଁ ବସିଲେ ସେ ଖାଉଛନ୍ତି ଆମେ ଆଉ ମୁଁ ମାଇକ୍ ଟା ଲଗେଇଛି ବୋଲି ଜଣେ ଲୋକ ପଚାରିଲେ କାହିଁ ବ୍ଲଗ୍ କରୁଛନ୍ତି ମୁଁ କହିଲି ହଁ ବ୍ଲଗ୍ କରୁଛି ତ ମୋତେ ସମସ୍ତଙ୍କ ସାଙ୍ଗରେ ବ୍ଲଗ୍ କରିବାକୁ ଟିକେ ଲାଜ ଲାଗୁଛି କାହିଁକିନା କିଏ ଅନେଇଲେ ମୋତେ ଲାଜ ଲାଗେ ସେଥିପାଇଁ ସେ ମୋତେ ପଚାରିଲେ ଯେହେତୁ ମୁଁ ଏଠି ଲଗେଇଛି ମୁଁ କ'ଣ କହିଲି ଚ୍ୟାନେଲ୍ ବି ସେ ପଚାରିଲେ କହିଲି କେମିତି ଜଣେ ନୁହଁ ମୁଁ ଆସିଲା ଦିନଠୁ ମୋତେ ବହୁତ ଜଣ ମାନେ ବାହାର ଲୋକମାନେ ବାଲେଶ୍ୱରରୁ 4-5 ଜଣ ମାନେ ପୁଅ ପିଲା ହିଁ ଆସିଥିଲେ ସେ ବି ଏଇ ମକା ବିକିଲା ବେଳେ ଏଇ ରିସେଣ୍ଟ 8 ଦିନ ହେଲା ଏ କଥା କହୁଛି ସେମାନେ ବି ମୋ ବ୍ଲଗ୍ ଦେଖୁଛନ୍ତି ବହୁତ ଖୁସି ଲାଗୁଛି ମାନେ ଏତେ ଲୋକ ମୋତେ ମୋ ବ୍ଲଗ୍କୁ ଦେଖୁଛନ୍ତି ସେ ଯାଇଛନ୍ତି ଆଣିବା ପାଇଁ ଖାଇବା ଆଉ ସଉଦା ଆମର ଭୋକ କରୁଥିଲା ଚାହା ବିସ୍କୁଟ ଖାଇବା ଭିତରେ ଖାଇ ନାହିଁ ସେତେବେଳେ ଲୋକ ଆସିଲେ ମୁଁ ଖାଇନି ଏବେ ଖାଉଛି ସେ ଆଇଲଣି ଏଠି ଖାଇବା ଆଣିକିରି ସେ ନେଇକି ଆଇଲେ ଖାଇବା ଏବେ ତ 7 ଦିନ ଚା ବିସ୍କୁଟ ଖାଇଛି ସେଥିପାଇଁ ଖାଇଲିନି ଏପଟେ ଚା ସରିଗଲା ଚାହା ମିଶେଇଛି ଏପଟେ ତାଙ୍କୁ କହିଲେ ସେ ଖାଇବାକୁ ସେ ଖାଇସାରିଲା ପରେ ମୁଁ ଖାଇବି ସେତେବେଳେ ଟିକେ ଟିକେ ବର୍ଷା ହେଉଥିଲା ଏବେ ଜୋରରେ ବର୍ଷା ହେଲାଣି ଦେଖନ୍ତୁ କୋଉଭଳିଆ ବର୍ଷା ହେଉଛି ଆମେ ଏପଟେ ଘୋଡ଼େଇ ଦେଇଛୁ ସବୁ ଯେହେତୁ ଆମର ଏଇଟା ପଡ଼ିଗଲା ମୁଁ ବହୁତ ହାଇଟ୍ ହେଇଯାଇଛି ତ ସେଥିରେ ଛିଟିକା ପଡ଼ୁଛି ଏପଟେ ଯେହେତୁ ନଳି ହେରିକା ସେମେଣ୍ଟ ହେଇଯାଉଛି ବର୍ଷା ହେଲେ ଏପଟେ ଜରି ଘୋଡ଼େଇ ଦେଉଛୁ ଏପଟେ ତ ଥଣ୍ଡା ହେରିକା ଓଦା ହେଲେ କିଛି ବି ହେବନି ତ ଏପଟେ ବି ଛିଟିକା ପଡ଼ୁନି ସେଇ ପଟ ହାଇଟ୍ ଛିଟିକା ପଡ଼ୁଛି ସେଥିପାଇଁ ଘୋଡ଼େଇ ଦେଇଛୁ ଦେଖନ୍ତୁ ଜୋର ଜୋରରେ ବର୍ଷା ହେଉଛି ଆଉ ଲୋକ ବି ନାହାନ୍ତି କାଲି ଖରା ହେଉଥିଲା ମୋତେ ଲାଗୁଛି ସୂର୍ଯ୍ୟ ଦେବତା ବୋଧେ ରାଗିଗଲେ ପୁଣି ବସେଇଦେଲେ କହୁନା କ'ଣ କହିଲ ଏତେ ଜୋରରେ ଥଣ୍ଡା ହେଇଛି ଯେ ମାନେ ତଣ୍ଟି ଦର୍ଜ ଆଉ ମେଡ଼ିସିନ ଖାଇଥିଲି ମେଡ଼ିସିନ ଖାଇଲା ପରେ ବି କମୁନି ମାନେ କାଶ ହେଉଛି ତଣ୍ଟି ଦର୍ଜ ହେଇଥିଲା ଏବେ କାଶ ହେଉଛି ବର୍ଷା ପାଗକୁ କାହାକୁ ଚା ପିଇବାକୁ ଭଲ ଲାଗେ କମେଣ୍ଟ କରେ ମୁଁ ବର୍ଷା ମାନେ ମୋ ଘରେ ଏତେ ଚା ପିଉନି
ए दुकान में आसले बहुत थर चाह पिलानी दिन को 2 थर चाह पिए अधिक वर्षा हेल्ले पी दूँ ना घरे एत थर घरे पीए को इच्छा हुए घरे सका आज आम आसला बेलू 8टा हो जाता तो से बहुत गाड़ी आम खोल सारा पूरा लाइन लगे जमा नहीं पारे पूरा लाइन लगी गाड़ी गाड़ी तो लाइन लगी लोक पूरा लाइन लगी पूरा सीढ़ी जा तो ये वर्षा पकड़ा तो पूरा खाली खाली गाड़ी लाइन लगी पूरा गाड़ी थुआ ना वर्षा है कौन गाड़ी गाड़ी थुआ वीडियो भल लगे लाइक शेयर सब्सक्राइब करेंगे वीडियो शेष पर्यंत देखि बहुत बहुत धन्यवाद रही जय जगन्नाथ देखा गोटे ब्लॉग।